ଦୋଳ ମେଲଣ ଆମ ଗାଁରେ ଅନୁଷ୍ଠିତ ହେଉଛି ଠିକ୍ ସେ ଯାତ୍ରା କେଉଁ କେଉଁ ଯାତ୍ରାପାଟି ସାର୍ ଆସୁଛନ୍ତି? ଯାତ୍ରାପାଟି ଆସିବ ଆମର ରାଜଧାନୀ ଅପେରା। କେତେବେଳେ ଆରମ୍ଭ ହବ? ଆରମ୍ଭ ହବ 11ଟାରେ 11:30 ଆରମ୍ଭ ହବ ରାତି। ଆଉ କେତେ ଦିନ ଚାଲିବ ଏଠି? 3 ଦିନ ଧରି ଚାଲିବ। କୋଉ ଭାଇଚାରା ରହିଛି ଏ ଯୋଉ ମେଲଣ? ଇଏ ତ ଆମର 109ତମ ମେଳନ ଯାତ୍ରା ଏ ବର୍ଷ ଆମର ହେଲା। ଆମେ ବି ଦେଖିନୁ, ଆମ ବାପା ଅଜା 14 ବର୍ଷରୁ ଏ ଅଛି। ଆମେ ଆକୁ କେମିତି ସାଫଲ୍ୟ ମଣ୍ଡପ କରିବୁ ସେଇ ହିସାବରେ ଏ ବର୍ଷ ଟିକେ ଆମେ ଆମର ବାସୁଦେବ ଗ୍ରାମ ଉନ୍ନୟନ ସମିତି ତରଫରୁ ମୋତେ ପ୍ରେସିଡେଣ୍ଟ କରାଇ ଏ କାର୍ଯ୍ୟକ୍ରମର ସଭାପତିତ୍ୱ ଦେଇ ଏବଂ ଆକୁ ସାଫଲ୍ୟ କେମିତି ସୁନ୍ଦର ଭାବରେ ସାରିବୁ ସେଥିପାଇଁ ଆମକୁ ଗୋଟେ ସଂକଳ୍ପବଦ୍ଧ ଆମେ ହେଇଛୁ। ଏଥିପାଇଁ ଆମର ଏଠି 9 ଦଳ ଏ ବର୍ଷ ମେଳନ ଆମର ହେଇଛି। ଆମ ବାପ ଅଜା ସମୟରୁ ଆମେ ଦେଖିନୁ ମଞ୍ଚନାଥ ଆସିବା। ମଞ୍ଚନାଥ ହେଉଛନ୍ତି ଆମ ଗ୍ରାମର ଥାନପତି ଦେବତା। ତାଙ୍କର କେବଳ ପିଣ୍ଡି ଲେଖା ହେଇକି ଥିଲା ଆମେ ଯାହା ଦେଖିଛୁ। ଯାହା ହଉ ସେଇ ମଞ୍ଚନାଥଙ୍କ କୃପା ଏବଂ ବାସୁଦେବଙ୍କ କୃପାରୁ ଏ ବର୍ଷ ଆମେ ବହୁ କଷ୍ଟ କରି ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଆଣି ଏଇଠି ଆମ ମେଳନ ଉତ୍ସବରେ ଏଠି ସାମିଲ କରିଛୁ। ଦୋଳ ହିସାବରେ ମଞ୍ଚନାଥ ଦେବେ ଏଥରକ ସାମିଲ ହେଲେ। ତାଙ୍କର ପୂର୍ବପୁରୁଷରୁ ଆମର ମଣ୍ଡପ ହେଇକି ଥାଏ, କିନ୍ତୁ ଠାକୁର ଆସିନଥିଲେ। ଏଇ ବର୍ଷ ଠାକୁର ବହୁତ ଦିନ ତଳେ ଆମେ ଛୁଆବେଳୁ ବି ଦେଖିନୁ ମଞ୍ଚନାଥ ଆସିବା। ଏ ବର୍ଷ ଯାହା ହଉ ଆମ ପାଖରେ ଆସି ସେମାନେ ଭକ୍ତମାନଙ୍କୁ ଏହା କହିବି ଯେ ସେମାନେ ଆସି ଆମକୁ ସହଯୋଗ କରନ୍ତୁ ଏବଂ ଏ ଦୋଳ ମେଳନକୁ ଉପଭୋଗ କରନ୍ତୁ। କାଲିଠାରୁ ଯାତ୍ରା 3 ଦିନ ଧରି ଯାତ୍ରା ହେବ ରାଜଧାନୀ ଅପେରା। ପୁରା ସମ୍ପୂର୍ଣ୍ଣ ଟିକେଟ୍ ଫ୍ରି, ଚେୟାରରେ ବସିବେ। 11:30 ଭିତରେ ଯାତ୍ରା ଆରମ୍ଭ ହେବ। 6ଟା ପୁରା ଶାନ୍ତି ଶୃଙ୍ଖଳା ସହକାରେ ଆମେ କରିବୁ ବୋଲି ଚେଷ୍ଟା କରୁଛୁ। ପୁଲିସ ପ୍ରଶାସନ ବି ଆମ ସାଙ୍ଗରେ ଅଛନ୍ତି। ଜୟ ଜଗନ୍ନାଥ। ଏ ବର୍ଷ 109 ବର୍ଷରେ ପଦାର୍ପଣ କରିଛି ପାଣ୍ଡରା ଦୋଳ ମହୋତ୍ସବ। ଆଉ ଏଠି ତ ଆଜି ସଂକୀର୍ତ୍ତନ ଚାଲିଛି। ଆସନ୍ତାକାଲି ଯାତ୍ରାପାଟି ଆସିବ ରାଜଧାନୀ ଅପେରା। ଆଉ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରାଜଧାନୀ ଅପେରାକୁ। ରାଜଧାନୀ ଅପେରା କାଲି ଆସି ଯାତ୍ରା ପରିବେଷଣ କରିବ। ଆଜି ସବୁ ଠାକୁରଙ୍କ ସବୁ ଆସ୍ଥାନରେ ବସିଛନ୍ତି। ଏଠି ନାମ ସଂକୀର୍ତ୍ତନ ଚାଲିଛି। ଆଉ ସମସ୍ତେ ଋଣୀଭୂତ ହେଇଛନ୍ତି। ଆଉ ଆମର ସବୁ କିଛି ସଦସ୍ୟମାନେ ଏଠି ଉପସ୍ଥିତ ଅଛନ୍ତି। ଏତିକି କହି ମୁଁ ମୋର ମନ୍ତବ୍ୟ ଶେଷ କରୁଛି। 9-11 ଠାକୁର ଆସିଛନ୍ତି। 109 ବର୍ଷ ହେଲା ପରା। ନାଇଁ 3 ଦିନ ଯାତ୍ରା ହବ। ଫ୍ରି ସେଲ୍।